दादा मैंने କଥା ହେଲା ମୁଁ କହିଦଉଛି କଥା ହେଲା ଯେ ଆଜି ଯେତେବେଳେ ଡିସିପି ଡାକିଥିଲେ ମତେ ବି ଆଉ ବବି ଇସଲାମକୁ ତ ମୁଁ ସେଠି ପହଞ୍ଚିଲା ବେଳକୁ ସେମାନେ ସମସ୍ତେ ଥିଲେ ସେଠି ମାନେ ବବି ଡାଇରେକ୍ଟର୍ସ ଆସୋସିଏସନ ଥିଲେ। ତାପରେ ମୁଁ ଯେତେବେଳେ ଗଲି ତ ବବି ସେପଟୁ ମତେ ହସି ହସି ପ୍ରୋଭୋକ୍ କଲା ଭଳିଆ ଆସିଗଲା ରାଣ୍ଡି ପୁଅ ବୋଲି କହିଲା। ତ ଏତେ ଦିନ ହେଲାଣି ଲାଇଭ୍ ରେ କହୁଛି ସାମ୍ନାରେ କହିଲା ତ ମୁଁ ଏଜ ଏ ମଣିଷ ମୁଁ ଟିକେ ହଠାତ୍ ମୁଁ ନର୍ମାଲି କାହାକୁ ରାଗେ ନାହିଁ ମୋ ଫ୍ୟାମିଲିରେ ବି ପଚାରିଲେ କହିପାରିବେ ମୁଁ ବହୁତ କୁଲ୍ ରହେ କିନ୍ତୁ ଯେତେବେଳେ ସେ ଏତେ ପ୍ରୋଭୋକ୍ କରୁଛନ୍ତି ମାନେ ସେ ଜ୍ୟୋତି ଦାସ କହିଦଉଛି ତତେ ଆମେ ବାଡେଇ ଦେବୁ ତୁ ଯଦି ସମ୍ବଲପୁରରୁ ଓଡିଶା ଆସିବୁ ଏମିତି କହୁଛି ସେ ତ ପୁରା ଭାଷା ଲଗେଇକି କହୁଛି। ତ ଯେତେବେଳେ ମୁଁ ସେମାନଙ୍କୁ ସମସ୍ତଙ୍କ ସାମ୍ନାରେ ଦେଖିଲି ଆଉ ଯେତେବେଳେ ମତେ ରାଣ୍ଡି ପୁଅ ବୋଲି କହିଲେ ସେଇ ସମୟରେ ମୁଁ ଆଗ୍ରେସନ ରେ ଚାଲି ଚାଲି ତା ପାଖକୁ ଯାଉଥିଲି ମୁଁ ବାଡେଇବାକୁ ଯାଉନଥିଲି ମୁଁ ମୋ ଜୀବନରେ ହାତ ଉଠେଇ ନାହିଁ ଆଜି ଯାଏଁ। ତ ସେଇ କଥାଟାକୁ ମିଡିଆରେ ଦେଖା ହଉଛି ଯେ ମନୋଜ ମିଶ୍ର ବାଡଉଛି କି କଣ ଦେଖଉଛି ମୁଁ ଜାଣିନି କଣ ଦେଖୁଛନ୍ତି ବଟ୍ ମୁଁ କାହାକୁ ସେମିତି ବାଡେଇବା ପାଇଁ ଯାଉନଥିଲି। ଆମର ଆଇଆଇସି ବାବୁଙ୍କୁ ଲାଗିଲା ବୋଧ ହୁଏ କିଛି ସେମିତି ଘଟିପାରେ ସେଥିପାଇଁ ସେ ମତେ ଆସିକି ପଛରୁ ଧରିଲେ। दादा गोटे खाली छोटिया प्रश्न दादा तापर एई कथा को नेकी मु आज सब मीडिया सामने भी कहिछि जे जहाँ भी घटिला से माने मते जेते प्रोभोक कले भी मोर सेठी रागिवार नथिला सेठी पय मु सॉरी होई सारिछि ए कथाटा।